नमस्कार। ओडिशा सरकार 2026-27 ପାଇଁ ଗୋଟିଏ ବହୁତ ବଡ଼ ବଜେଟ୍ ଆଣିଛନ୍ତି। ଆସନ୍ତୁ ଆଜି ଆମେ ଏହାର ଗଭୀରକୁ ଯିବା ଏବଂ ବୁଝିବା ଯେ ଏହି ବିରାଟ ସଂଖ୍ୟାଗୁଡ଼ିକର ପ୍ରକୃତ ଅର୍ଥ କ'ଣ ଆଉ ଏହା ରାଜ୍ୟର ଭବିଷ୍ୟତ ପାଇଁ କ'ଣ ସଂକେତ ଦେଉଛି। ଆରମ୍ଭରୁ ହିଁ ଏହି ସଂଖ୍ୟାଟିକୁ ଦେଖନ୍ତୁ, 3,10,000 କୋଟି ଟଙ୍କା। ବାସ୍, ଏହା କେବଳ ଗୋଟିଏ ସଂଖ୍ୟା ନୁହେଁ, ଏହା ହେଉଛି ଓଡ଼ିଶାର ବିକାଶ ପାଇଁ ଏକ ବହୁତ ବଡ଼ ଲକ୍ଷ୍ୟର ପ୍ରତିଫଳନ। ଆଉ ଦେଖନ୍ତୁ, ଗତ ବର୍ଷ ତୁଳନାରେ ଏହା କେତେ ବଡ଼ ଲମ୍ପ, 2,90,000 କୋଟିରୁ ସିଧାସଳଖ 3,10,000 କୋଟି। ଏହି ବୃଦ୍ଧିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ବିକାଶର ଗତିକୁ ଆହୁରି ତେଜ କରିବା ଉପରେ ଏଥର ପୂରାପୂରି ଧ୍ୟାନ ଦିଆଯାଉଛି। ତେବେ ଆଜି ଆମେ କ'ଣ ସବୁ ଦେଖିବା? ଆମେ ପ୍ରଥମେ ବଜେଟ୍ର ବଡ଼ ଚିତ୍ର ଦେଖିବା, ତାପରେ ଏହାର 6ଟି ମୂଳ ସ୍ତମ୍ଭକୁ ବୁଝିବା, ସାମାଜିକ ସୁରକ୍ଷା ଉପରେ ବିଶେଷ ଭାବରେ ନଜର ପକାଇବା, ରାଜ୍ୟ ନିର୍ମାଣର ଯୋଜନା ଜାଣିବା, ଆଉ ଶେଷରେ ଏଥିରୁ କ'ଣ ମୁଖ୍ୟ କଥା ବାହାରୁଛି ତାହା ଦେଖିବା। ଠିକ୍ ଅଛି, ତେବେ ଚାଲନ୍ତୁ ଆମର ପ୍ରଥମ ଭାଗରୁ ଆରମ୍ଭ କରିବା। ଏହି ବଜେଟ୍ର ବୃହତ୍ ଚିତ୍ର କ'ଣ, ଏହାର ଆକାର କେତେ ବଡ଼ ଆଉ କେଉଁ କେଉଁ କଥାକୁ ପ୍ରାଥମିକତା ଦିଆଯାଇଛି ସେ ବିଷୟରେ ଜାଣିବା। ହେଲେ ଏତେ ବଡ଼ ପରିମାଣର ଖର୍ଚ୍ଚ ପଛରେ କେଉଁ ଚିନ୍ତାଧାରା ରହିଛି, କେଉଁ ଦର୍ଶନକୁ ଆଧାର କରି ଏହି ରେକର୍ଡ ବ୍ୟୟ କରାଯାଉଛି, ଚାଲନ୍ତୁ ବୁଝିବା। ଏହାର ମୂଳରେ ରହିଛି 6ଟି ସ୍ତମ୍ଭ। ଲୋକଙ୍କୁ ପ୍ରଥମ ସ୍ଥାନ ଦେବାଠାରୁ ଆରମ୍ଭ କରି ଟେକ୍ନୋଲୋଜିର ସଠିକ୍ ବ୍ୟବହାର ପର୍ଯ୍ୟନ୍ତ ଏସବୁ ମିଶି ଏକ ସାମଗ୍ରିକ ବିକାଶର ନକ୍ସା ତିଆରି କରୁଛି। ଏଥିରେ ଗ୍ରାମୀଣ ବିକାଶ, ସମୃଦ୍ଧି ଏବଂ ଆମ ଐତିହ୍ୟର ସୁରକ୍ଷା ସବୁକିଛିକୁ ଏକାଠି ନେଇ ଚାଲିବାର ଲକ୍ଷ୍ୟ ରହିଛି। ଆଚ୍ଛା, ଏବେ ଆସନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉପରକୁ। ଏହି ବଜେଟ୍ ସାଧାରଣ ଲୋକଙ୍କ ଜୀବନକୁ କିପରି ସିଧାସଳଖ ଛୁଇଁବ? ଏହାର ଉତ୍ତର ଆପଣ ଜାଣନ୍ତି, ସରକାରଙ୍କ ନୂଆ ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକ ଭିତରେ ହିଁ ଲୁଚି ରହିଛି। ତେବେ ପ୍ରଶ୍ନ ଉଠୁଛି, ଏହି ନୂଆ ଯୋଜନାଗୁଡ଼ିକର ସବୁଠାରୁ ଅଧିକ ଫାଇଦା ପ୍ରକୃତରେ କାହାକୁ ମିଳିବାକୁ ଯାଉଛି? ଚାଲନ୍ତୁ କିଛି ନିର୍ଦ୍ଦିଷ୍ଟ ଯୋଜନାକୁ ଦେଖିଲେ ଏହା ସ୍ପଷ୍ଟ ହୋଇଯିବ। ତେବେ ପ୍ରଥମେ ଆସୁଛି ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା। ଝିଅମାନଙ୍କୁ ଶିକ୍ଷିତ ଏବଂ ଆତ୍ମନିର୍ଭରଶୀଳ କରିବା ଦିଗରେ ଏହା ଏକ ବହୁତ ବଡ଼ ପଦକ୍ଷେପ। ଟିକେ କଳ୍ପନା କରନ୍ତୁ, ଏହି ଯୋଜନା କେତେ ସୁନ୍ଦର ଭାବେ ତିଆରି ହୋଇଛି। ଯେତେବେଳେ ଜଣେ ଆର୍ଥିକ ଅନଗ୍ରସର ପରିବାରରେ ଝିଅଟିଏ ଜନ୍ମ ହୋଇଛି, ତା ଭବିଷ୍ୟତ ପାଇଁ ସଙ୍ଗେ ସଙ୍ଗେ 20,000 ଟଙ୍କାର ଏକ ସଞ୍ଚୟପତ୍ର ତିଆରି ହେବ। ଆଉ ଯେତେବେଳେ ସେ ଝିଅଟି ବଡ଼ ହୋଇ ନିଜ ପାଠପଢ଼ା ସାରିବ ଏବଂ ସ୍ନାତକ ଡିଗ୍ରୀ ପାଇବ, ସେତେବେଳେ ତାକୁ ମିଳିବ ପୁରା 1,01,000 ଟଙ୍କା। ଏହା ଖାଲି ଟଙ୍କା ନୁହେଁ, ଏହା ତାର ସ୍ୱପ୍ନକୁ ଡେଣା ଦେବା ପାଇଁ ଏକ ବଡ଼ ପ୍ରୋତ୍ସାହନ। କେବଳ ସେତିକି ନୁହେଁ, ଏହାପରେ ଆସୁଛି ରାଜ୍ୟର ଏକ ବହୁତ ପରିଚିତ ଯୋଜନା, ମଧୁବାବୁ ପେନ୍ସନ୍ ଯୋଜନା। କିନ୍ତୁ ଏଥର ଏହାର ପରିସରକୁ ଆହୁରି ବଢ଼ାଇ ଦିଆଯାଇଛି। 6 ଲକ୍ଷ, ଏହି ସଂଖ୍ୟାଟା ଉପରେ ଟିକେ ଧ୍ୟାନ ଦିଅନ୍ତୁ। ଏହା କୌଣସି ଛୋଟ ସଂଖ୍ୟା ନୁହେଁ। ଆହୁରି 6 ଲକ୍ଷ ନୂଆ ହିତାଧିକାରୀ, ଯେଉଁମାନଙ୍କ ମଧ୍ୟରେ ବୟସ୍କ ବ୍ୟକ୍ତି, ବିଧବା ଏବଂ ଭିନ୍ନକ୍ଷମ ଭାଇଭଉଣୀମାନେ ଅଛନ୍ତି, ସେମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ଏହା ସମାଜର ଦୁର୍ବଳ ବର୍ଗଙ୍କ ପାଇଁ ଏକ ବହୁତ ବଡ଼ ଆଶ୍ୱାସନା। ଆଉ ସଂଖ୍ୟାଗୁଡ଼ିକ ମଧ୍ୟ ଏହି କଥାକୁ ପ୍ରମାଣିତ କରୁଛି। କେବଳ ମଧୁବାବୁ ପେନ୍ସନ୍ ଯୋଜନା ପାଇଁ 5,837 କୋଟି ଟଙ୍କା ରଖାଯାଇଛି। ଆଉ ଯଦି ଆମେ ମୋଟ ସାମାଜିକ ସୁରକ୍ଷା ବଜେଟ୍କୁ ଦେଖିବା, ତାହା ହେଉଛି 25,000 କୋଟିରୁ ଅଧିକ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଲୋକଙ୍କର ସାମାଜିକ ସୁରକ୍ଷାକୁ କେତେ ଗୁରୁତ୍ୱ ଦିଆଯାଉଛି। ଅବଶ୍ୟ କେବଳ ସାମାଜିକ ସୁରକ୍ଷା ନୁହେଁ, ଏକ ସୁଦୃଢ଼ ରାଜ୍ୟ ପାଇଁ ଅନ୍ୟ କ୍ଷେତ୍ରରେ ନିବେଶ ମଧ୍ୟ ସେତିକି ହିଁ ଜରୁରୀ। ତେବେ ଚାଲନ୍ତୁ ଏବେ ସେଗୁଡ଼ିକ ଉପରେ ଟିକେ ନଜର ପକାଇବା। କୃଷିକୁ ତା ରାଜ୍ୟର ମେରୁଦଣ୍ଡ କୁହାଯାଏ, ଆଉ ଏଥିପାଇଁ ବଜେଟ୍ରେ 42,492 କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ଧାନ ସଂଗ୍ରହକୁ ସହଜ କରିବାଠାରୁ ଆରମ୍ଭ କରି ସିଏମ୍ କିଷାନ ମାଧ୍ୟମରେ ସିଧାସଳଖ ଆର୍ଥିକ ସହାୟତା ପର୍ଯ୍ୟନ୍ତ ସବୁଠି ଚାଷୀଙ୍କ ଆୟ ବଢ଼ାଇବା ଉପରେ ହିଁ ମୁଖ୍ୟ ଧ୍ୟାନ ଦିଆଯାଇଛି। ସେହିପରି ଆମ ଭବିଷ୍ୟତର ପିଢ଼ି ପାଇଁ ଶିକ୍ଷା କ୍ଷେତ୍ରରେ ଏକ ବିରାଟ ନିବେଶ କରାଯାଉଛି। ପ୍ରାଥମିକ ସ୍କୁଲରୁ ଆରମ୍ଭ କରି ନୂଆ ନୂଆ ବିଶ୍ୱବିଦ୍ୟାଳୟ ସ୍ଥାପନ ପର୍ଯ୍ୟନ୍ତ ମୋଟ 42,565 କୋଟି ଟଙ୍କା ଖର୍ଚ୍ଚ ହେବ। ଆଉ ବିକାଶ ପାଇଁ ସବୁଠୁ ଜରୁରୀ ହେଉଛି ସଂଯୋଗ। ରାଜ୍ୟର କୋଣ ଅନୁକୋଣକୁ, ଦକ୍ଷିଣରୁ ଉତ୍ତର ଆଉ ପୂର୍ବରୁ ପଶ୍ଚିମକୁ ଯୋଡ଼ିବା ପାଇଁ ବ୍ରହ୍ମପୁର ଜୟପୁର, ନମୋ ଏବଂ ଅଟଳ ଏକ୍ସପ୍ରେସୱେ ଭଳି ବଡ଼ ବଡ଼ ପ୍ରକଳ୍ପ ହାତକୁ ନିଆଯାଇଛି। ଏହି 72,100 କୋଟି ଟଙ୍କାର ସଂଖ୍ୟାଟି ବହୁତ ମହତ୍ତ୍ୱପୂର୍ଣ୍ଣ। ଏହା ହେଉଛି ପୁଞ୍ଜିଗତ ବ୍ୟୟ, ଅର୍ଥାତ୍ ଏହି ଟଙ୍କା ଖାଲି ଖର୍ଚ୍ଚ ହେବନି, ବରଂ ରାସ୍ତା, ବ୍ରିଜ, ହସ୍ପିଟାଲ ଭଳି ଦୀର୍ଘମିଆଦୀ ସମ୍ପତ୍ତି ତିଆରିରେ ଲାଗିବ। ଜିଏସ୍ଡିପିର 6.5% ପୁଞ୍ଜିଗତ ବ୍ୟୟ କରିବା, ଜାଣନ୍ତି, ଏହା ଦେଶର ବଡ଼ ରାଜ୍ୟମାନଙ୍କ ମଧ୍ୟରେ ଏକ ରେକର୍ଡ।
ଏହା ଭବିଷ୍ୟତର ବିକାଶ ପାଇଁ ଏକ ମଜବୁତ ନିଅ ପକାଉଛି। ତେବେ ଏହି ପୂରା ଆଲୋଚନାରୁ ଆମେ କ'ଣ ବୁଝିଲେ? ଶେଷରେ ଏହି ବଜେଟ୍ ପ୍ରକୃତରେ ଆମକୁ କେଉଁ ବାର୍ତ୍ତା ଦେଉଛି? ଚାଲନ୍ତୁ ଏକାଠି ଦେଖିବା। ହୁଏତ ମନରେ ପ୍ରଶ୍ନ ଆସୁଥିବ, ଏତେ ବଡ଼ ଖର୍ଚ୍ଚ ପରେ ଆର୍ଥିକ ସ୍ଥିତି ଠିକ୍ ରହିବ ତ? ଉତ୍ତର ହେଉଛି ହଁ। ରାଜକୋଷୀୟ ନିଅଣ୍ଟକୁ ଜିଏସ୍ଡିପିର 3.5% ଭିତରେ ସୀମିତ ରଖାଯାଇଛି, ଯାହା ଏକ ସୁସ୍ଥ ଏବଂ ଦାୟିତ୍ୱପୂର୍ଣ୍ଣ ଅର୍ଥନୀତିର ସଙ୍କେତ। ତେବେ ସଂକ୍ଷେପରେ କହିବାକୁ ଗଲେ ଏହା ଏକ ରେକର୍ଡ ବଜେଟ୍ ଯାହା ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଉଦ୍ଦିଷ୍ଟ। ଏଥିରେ ଦୁର୍ବଳ ବର୍ଗଙ୍କ ପାଇଁ ସୁରକ୍ଷା କବଚକୁ ଆହୁରି ମଜବୁତ କରାଯାଉଛି, ଭବିଷ୍ୟତ ପାଇଁ ଭିତ୍ତିଭୂମି ତିଆରି ହେଉଛି ଆଉ କୃଷିକୁ ବିଶେଷ ପ୍ରାଥମିକତା ଦିଆଯାଉଛି। କିନ୍ତୁ ଶେଷରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଏତେ ବଡ଼ ଯୋଜନା ଆଉ ଏତେ ବିପୁଳ ବ୍ୟୟବରାଦ ପରେ 2027 ବେଳକୁ ଓଡ଼ିଶାର ସାଧାରଣ ଲୋକଙ୍କ ଜୀବନରେ ଏହି ବଜେଟ୍ର ସବୁଠାରୁ ବଡ଼ ଏବଂ ସ୍ଥାୟୀ ପ୍ରଭାବ କ'ଣ ହୋଇଥିବ? ଏହା ହିଁ ଚିନ୍ତା କରିବାର ବିଷୟ।